जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्मा को प्रणाम करी आज आम वास्तु सेशन आरंभ करियो वास्तु सेशन क्रम रे आमे माटीर परीक्षा विषय पढ़ुतले माटीर परीक्षा विषय से प्ले लिस्ट को जाय आपण माने प्रीवियस वीडियो गुडी को देखि पारंती काहेकि ना गोटे घर करबा कले माटीर टेस्ट नित्यांत करबा आवश्यकता कारण गोटे ଭଲ ଫସଲ ପାଇଁ ଉନ୍ନତ ଜମି ଉର୍ବର ଜମି ଉନ୍ନତ ବୀଜ ଦୁଇଟିର ଆବଶ୍ୟକତା ରହିଛି ଆପଣ ଯେତେ ବାସ୍ତୁଶାସ୍ତ୍ରର ନିୟମ ମାନିକି କଲେ ମଧ୍ୟ ଯଦି ମାଟିରେ କଳୁଷିତତା ରହିଛି ତାହେଲେ ଆପଣ ପୂର୍ଣ୍ଣ ରୂପେ ସେ ବାସ୍ତୁର ପୂର୍ଣ୍ଣ ଫଳକୁ ପ୍ରାପ୍ତ କରିପାରିବେ ନାହିଁ ସେଥିପାଇଁ ଆମେ ମାଟିର ଏଇ ଯୋଉ 6 ବେସିକ ଟେଷ୍ଟ ବିଷୟରେ ପଢୁଛେ ଏବଂ ଆଗକୁ ପଢୁଥିବା ମଧ୍ୟ ଏଇ ମାଟିର ଟୋଟାଲ ସିରିଜ କମ୍ପ୍ଲିଟ ହେବା ପର୍ଯ୍ୟନ୍ତ ଆଜିର ସେଇ ମାଟିର ଟେଷ୍ଟର କ୍ରମରେ ଆଜି ଆମେ ପଢିବା ମୃତ୍ତିକା ବିକିରଣ ପରୀକ୍ଷା ଏଟା କଣ ଏଟା ଭେରି ବେସିକ ଟେଷ୍ଟ ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ସଏଲ ଟେଷ୍ଟିଂ ର କ୍ରମରେ ଆଜି ଆମେ ଜାଣିବା ମୃତ୍ତିକା ବିକିରଣ ପରୀକ୍ଷା କଣ ସଏଲ ରେଡିଏସନ ଟେଷ୍ଟ ୟାକୁ କହିବା ଆମେ ସଏଲ ରେଡିଏସନ ଟେଷ୍ଟ ଆଚ୍ଛା ସଏଲ ରେଡିଏସନ ଟେଷ୍ଟ କଣ ନା ଏଇ ପରୀକ୍ଷାରୁ ଆମେ କଣ ଜାଣିବା ଆମେ ଏଇ ପରୀକ୍ଷାରୁ ଜାଣିବା ବର୍ଣ୍ଣାଶ୍ରମ ଅନୁଯାୟୀ ସେଇ ପ୍ଲଟଟି ବର୍ଣ୍ଣାଶ୍ରମ ଅନୁଯାୟୀ ସେଇ ଯୋଉ ପ୍ଲଟଟି କୋଉ ବର୍ଣ୍ଣର ଲୋକମାନଙ୍କ ପାଇଁ ଶୁଭ ତେଣୁ ମୁଁ ପ୍ରଥମେ ମନେ କହିଦିଏ ପୂର୍ବ ଦିଗ ହଉଛି ବ୍ରାହ୍ମଣଙ୍କର ବର୍ଣ୍ଣାଶ୍ରମରେ ଚାରିଟା ରହିଲେ ଜାତି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ତାହେଲେ କ୍ଷତ୍ରିୟଙ୍କର ଦିଗ ହେଲା ଦକ୍ଷିଣ ବୈଶ୍ୟଙ୍କର ଦିଗ ହେଲା ପଶ୍ଚିମ ଆଉ ଶୂଦ୍ରଙ୍କ ଦିଗ ହେଲା ଉତ୍ତର ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏକୁ ଆମେ କେମିତି ଟେଷ୍ଟ କରିବା ନା ଗୋଟେ ଗାତ ଖୋଳିବା 1 ହାତ ଲମ୍ବ 1 ହାତ ଚଉଡା 1 ହାତ ଗଭୀର ଏକ ହାତରେ 1:1:1 ଗୋଟେ ଗାତ ଖୋଳିବା ଏବଂ ସେଇଠି ଆମେ କଣ କରିବା ନା 4ଟି ମାଟି ଦୀପ ଲଗେଇବା ଚାରି କୋଣରେ ଏଠି ଗୋଟେ ଦୀପ ଥୋଇବା ଏଠି ଗୋଟେ ଦୀପ ଥୋଇବା ଏଠି ଗୋଟେ ଦୀପ ଥୋଇବା ଏଠି ଗୋଟେ ଦୀପ ଥୋଇବା ସେଇ ଦୀପର ଆକାରଟା ସମାନ ହେଇଥିବ ସମାନ ପରିମାଣରେ ଘିଅ ଥିବ ସମାନ ବଳିତା ଦିଆଯାଇଥିବ ଏକ ସମୟରେ ଆମେ ଦୀପଟିକୁ ଦିଆସିଲି ମାରିକି ଲଗେଇବା ଯୋଉ ଦୀପଟା ଦେଖିବା ବହୁତ ସମୟ ଯାଏ ଯୋଉ ଦିଗରେ ଜଳୁଛି ଲେଟ ସେ ପୂର୍ବ ଦିଗରେ ଏଇପଟ ଦିଗରେ ଦୀପଟା ସରି ଏଇ ଚିତ୍ରଟା ଭୁଲ ହେଇଗଲା ଟିକେ ନା ମୁଁ ଚିତ୍ରଟାକୁ କ୍ଲିୟର କରେ ଏଇ ଚିତ୍ରଟାକୁ ଭୁଲ ହେଲା ଏଇ ଚିତ୍ରଟା ଏମିତି ହବା କଥା ଏଠି ଦୀପ ଲାଗିବ ଏଠି ଦୀପ ଲାଗିବ ଏଠି ଦୀପ ଲାଗିବ ଏଠି ଦୀପ ଲାଗିବ ଇଷ୍ଟ ୱେଷ୍ଟ ନର୍ଥ ସାଉଥ ଇଷ୍ଟ ଦିଗରେ ଯୋଉ ଚାରି ଦିଗରେ ଯୋଉ ଚାରିଟା ଦୀପ ଲାଗିଲା ଏ ଦୀପରେ କଣ ହବ ନା ଆପଣ ମାନେ ଦୀପର ଆକାର ସମାନ ଥିବା ଦରକାର ଦୀପରେ ସମାନ ଆମାଉଣ୍ଟର ସଳିତା ପଡିଥିବା ଦରକାର ଦୀପରେ ସମାନ ଆମାଉଣ୍ଟ ଘିଅ ଥିବା ଦରକାର ଏ ଚାରିଟା ଦୀପ ଆପଣ ସାଇମଲଟେନିୟସଲି ପ୍ରଜ୍ୱଳିତ କରିବେ ବା ନିଆଁ ଦିଆସିଲି ମାରି ନିଆଁ ଲଗେଇବେ ଏବଂ ଅପେକ୍ଷା କରିବେ କୋଉ ଦୀପଟା ପୁରା ଶେଷ ପର୍ଯ୍ୟନ୍ତ ଯାଇ ଜଳୁଛି ଯଦି ପୂର୍ବ ଦିଗର ଦୀପ ଶେଷ ସମୟ ପର୍ଯ୍ୟନ୍ତ ଜଳିଲା ପୁରା ଲାଷ୍ଟରେ ଲିଭିଲା ତାହେଲେ ଏଇ ପ୍ଲଟ ରୁ ଜାଣିବା ଯେ ବ୍ରାହ୍ମଣ ପାଇଁ କି ଏଇ ପ୍ଲଟଟି ଭଲ ଯଦି ଦକ୍ଷିଣ ଦିଗର ଦୀପଟା ଶେଷ ପର୍ଯ୍ୟନ୍ତ ଯେ ଜାଣିଲା ତାହେଲେ ଜାଣିବା ଯେ କ୍ଷତ୍ରିୟ ପାଇଁ ଭଲ ଯଦି ପଶ୍ଚିମ ଦିଗର ଦୀପଟା ଜଳିଲା ତାହେଲେ ଆମେ ଜାଣିବା ଯେ ଏଇ ପ୍ଲଟଟି ବୈଶ୍ୟ ପାଇଁ ଭଲ ଏବଂ ଯଦି ଉତ୍ତର ଦିଗର ଦୀପଟା ଜାଳିଲା ତାହେଲେ ଆମେ ଜାଣିବା ଯେ ଶୂଦ୍ର ପାଇଁ ଭଲ ତେବେ ଆଜିର ସେସନରେ ଆମେ ଜାଣିଲେ ସଏଲ ରେଡିଏସନ ଟେଷ୍ଟ ଠିକ ଅଛି ଆଗକୁ ଆମେ ଜାଣିବା କଲର ରେଡିଏସନ ଟେଷ୍ଟ ଫର୍ଟିଲିଟି ଟେଷ୍ଟ ଏବଂ ଏୟାର ଫ୍ଲୋ ଟେଷ୍ଟ ଏବେ ଆପଣ ମାନଙ୍କୁ କହି ରଖେ ଏଇ ଟେଷ୍ଟ ଗୁଡିକ ଅତି ବେସିକ ହେଇଥିଲେ ମଧ୍ୟ ଏହାର ଉପାଦେୟତା ଅନେକ ପରିମାଣରେ ଅଛି ତେଣୁ ଆପଣ ମାନେ ଦୟାକରି ଛୋଟ ଛୋଟ ହେଲେ ମଧ୍ୟ ଏଇ ସଏଲ ଟେଷ୍ଟକୁ ଭଲ ଭାବରେ ପଢନ୍ତୁ ଏବଂ ମନେ ରଖନ୍ତୁ ଏଇ ସଏଲ ଟେଷ୍ଟ ଏଇ 6ଟା ବେସିକ ଉପରେ ବେସିକ୍ସକୁ ଭିତ୍ତି କରି ହିଁ ତା ଉପରକୁ ଯାଇକି ଆପଣ ମାନେ ସେଇ ଜିନିଷକୁ ତାପରେ ଡିପ୍ ରିସର୍ଚ୍ଚ କରିବା ତେବେ ଆଜିର ସେସନ ବାସ୍ତୁର ସେସନ ପାଇଁ ଏତିକି ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ